ଛେଳି ଏବଂ ଅଙ୍ଗୁର ଲତା। କୌଣସି ଏକ ସମୟର କଥା, ଏକ ସବୁଜ ଶ୍ୟାମଳ ଉପତ୍ୟକାରେ ଏକ ଛେଳି ଚରୁଥିଲା। ହଠାତ୍ ସେଠାରେ ଶିକାରୀ କୁକୁରଙ୍କର ଏକ ଦଳ ଆସି ପହଞ୍ଚିଗଲେ। ନିଜ ଜୀବନକୁ ବିପଦରେ ଦେଖି ଛେଳିଟି ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଲା। କୁକୁରମାନେ ତାର ବହୁତ ନିକଟକୁ ଚାଲି ଆସିଥିଲେ। ସେତିକିବେଳେ ଛେଳିଟିକୁ ସାମ୍ନାରେ ଅଙ୍ଗୁର ଲତାର ଏକ ଘଞ୍ଚ ଏବଂ ବିଶାଳ ବୁଦା ଦେଖାଗଲା। ସମୟ ନଷ୍ଟ ନକରି ସେ ନିଜ ଜୀବନ ବଞ୍ଚାଇବା ପାଇଁ ସେହି ବୁଦା ମଝିକୁ ଯାଇ ଲୁଚିଗଲା। କୁକୁରମାନେ ସେଠାରେ ପହଞ୍ଚିଲେ, କିନ୍ତୁ ବୁଦାଟି ଏତେ ଘଞ୍ଚ ଥିଲା ଯେ ଛେଳିଟି କେଉଁଠି ହେଲେ ଦେଖାଯାଉନଥିଲା। କିଛି ସମୟ ଏପଟ ସେପଟ ଶୁଙ୍ଘିବା ପରେ ଶିକାରୀ କୁକୁରମାନଙ୍କୁ ଲାଗିଲା ଯେ ଛେଳିଟି ସେମାନଙ୍କ ହାତରୁ ଖସି ପଳାଇଛି ଏବଂ ସେମାନେ ଆଗକୁ ଚାଲିଗଲେ। ଯେତେବେଳେ ଛେଳିଟି ଦେଖିଲା ଯେ ଶିକାରୀ କୁକୁରମାନେ ଦୂରକୁ ଚାଲିଯାଇଛନ୍ତି, ସେ ଆଶ୍ୱସ୍ତିର ନିଶ୍ୱାସ ମାରିଲା। ଏବେ ସେ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ମନେ କରୁଥିଲା। କିନ୍ତୁ ସୁରକ୍ଷିତ ହେବା ମାତ୍ରେ ତା ମନରେ ଲୋଭ ଏବଂ ମୂର୍ଖତା ପ୍ରବେଶ କଲା। ତାକୁ ଭୋକ ଲାଗୁଥିଲା ଏବଂ ତାର ଠିକ୍ ସାମ୍ନାରେ ଅଙ୍ଗୁରର ସତେଜ ସବୁଜ ପତ୍ରଗୁଡ଼ିକ ଥିଲା। ସେ ଭୁଲିଗଲା ଯେ ଏହି ପତ୍ରଗୁଡ଼ିକ ହିଁ ଏବେ ତାର ଜୀବନ ବଞ୍ଚାଇଥିଲେ। ସେ ନିଶ୍ଚିନ୍ତ ହୋଇ ସେହି ଲତାଗୁଡ଼ିକୁ ଖାଇବା ଆରମ୍ଭ କରିଦେଲା। ସେ ତଳୁ ନେଇ ନିଜ ବେକ ଉଚ୍ଚତା ପର୍ଯ୍ୟନ୍ତ ସମସ୍ତ ପତ୍ର ଗୋଟି ଗୋଟି କରି ଚଟ୍ କରିଦେଲା। ଏବେ ସେହି ବୁଦାଟି ଆଉ ପୂର୍ବ ଭଳି ଘଞ୍ଚ ହୋଇ ରହିନଥିଲା, ବରଂ ସ୍ୱଚ୍ଛ ଦେଖାଯାଉଥିଲା। ସେତିକିବେଳେ ଶିକାରୀ କୁକୁରମାନେ, ଯେଉଁମାନେ ପାଖାପାଖି ବୁଲୁଥିଲେ, ପୁଣି ସେହି ରାସ୍ତା ଦେଇ ଫେରିଲେ। ଏବେ ଯେହେତୁ ବୁଦାରେ ପତ୍ର ବଞ୍ଚି ନଥିଲା, ସେଥିପାଇଁ ଛେଳିଟି ସେମାନଙ୍କୁ ସ୍ପଷ୍ଟ ଦେଖାଯାଉଥିଲା। କୁକୁରମାନେ ତୁରନ୍ତ ତା ଉପରେ ଆକ୍ରମଣ କଲେ ଏବଂ ତାକୁ ମାରିଦେଲେ। ମରିବା ସମୟରେ ଛେଳିଟିକୁ ନିଜର ଭୁଲ ଅନୁଭବ ହେଲା ଯେ ସେ ନିଜର ରକ୍ଷାକାରୀକୁ ହିଁ ନଷ୍ଟ କରିଦେଲା, ଯାହା ଫଳରେ ତାକୁ ନିଜ ଜୀବନ ହରାଇବାକୁ ପଡ଼ିଲା। ଶିକ୍ଷା: ଯିଏ ନିଜକୁ ସାହାଯ୍ୟ କରିଥିବା ବ୍ୟକ୍ତି ବା ଆଶ୍ରୟଦାତାକୁ ନଷ୍ଟ କରେ, ତାର ପତନ ନିଶ୍ଚିତ। ଏହିପରି ନୂଆ ଭିଡିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।